ସମସ୍ତଙ୍କୁ ଧନ୍ୟବାଦ ନମସ୍କାର ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ଏପରି ଗୋଟେ ବାକ୍ୟ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ଆସିଥିଲେ କେବଳ ଆମ୍ଭମାନଙ୍କର ପାପର ପ୍ରାୟଶ୍ଚିତ କରିବା ନିମନ୍ତେ। ସେ ଜଗତରେ ନିଜକୁ ବଳିଦାନ କରିବା ନିମନ୍ତେ, କାହିଁକି ନା ଏ ଜଗତ ମଧ୍ୟରେ ପାପରେ ପରିପୂର୍ଣ୍ଣ ଜଗତ ଯେପରି ଉଦ୍ଧାର ପାଇବ, ତହିଁ ନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସେ ମୃତ୍ୟୁବରଣ କରି କ୍ରୁଶରେ ହତନି ହେବା ନିମନ୍ତେ ଆସିଥିଲେ। ଆଉ ଦେଖିବା ସେ ବିଷୟ ଗୋଟେ ମଧ୍ୟ ଦେଖିବା ଆମେ ଯେ ସେ ଏପରି କାହିଁକି ଆସିଥିଲେ, ଯେପରି ତାହାକୁ ଗୋଟେ ମନୁଷ୍ୟ ଧାରଣ କରି ଆସିବାକୁ ପଡ଼ିଥିଲା। ଆଉ ଏ ଜଗତକୁ ଆସିବାକୁ ହେଲେ ତାହାଙ୍କୁ ଗୋଟେ ଶରୀରର ଆବଶ୍ୟକତା ପଡ଼ୁଥିଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେ ବାକ୍ୟ ଆମେ ଦେଖିବା ଏଠି ଆମେ ଦେଖିବା ଏବ୍ରୀ ତାର 2 ଅଧ୍ୟାୟର 14 ପଦ। ଏବ୍ରୀ 2 ଅଧ୍ୟାୟର 14 ପଦରେ ଗୋଟେ ବିଷୟ ଲେଖା ହେଇଛି ଯେ ଅତଏବ ସନ୍ତାନମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୟତାନକୁ ବିନାଶ କରନ୍ତି। ହାଲେଲୁୟା, ପ୍ରଭୁଙ୍କ ନାମରେ ଗୌରବ ହେଉ। ସନ୍ତାନମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖୁଛୁ ଏ ଜଗତରେ ତାହାଙ୍କ ସନ୍ତାନମାନେ ଯେତେ ବି ଅଛନ୍ତି, ସମସ୍ତେ ଏ ମନୁଷ୍ୟ ଜାତି ସମସ୍ତେ ଗୋଟେ ରକ୍ତ ଆଉ ମାଂସରେ ପରିପୂର୍ଣ୍ଣ। ଆମେ ସମସ୍ତେ ରକ୍ତ ମାଂସରେ ପରିପୂର୍ଣ୍ଣ ଅଛୁ। ସେଥିପାଇଁ ସେ ମଧ୍ୟ କ'ଣ କଲେ, ରକ୍ତ ମାଂସ ସହଭାଗୀ ହେଇଥିବାରୁ ସେ ମଧ୍ୟ କ'ଣ କଲେ, ନିଜେ ସେ ଶରୀର ରୂପ ଧାରଣ କଲେ ଆଉ ସେ ଜଗତକୁ ଆସିଲେ। ଯେପରି ସନ୍ତାନମାନେ ଯେପରି ରକ୍ତ ମାଂସର ସହଭାଗୀ ଅଛନ୍ତି, ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ। ଯେପରି ଲେଖାଯାଏ ବାକ୍ୟରେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୟତାନକୁ ବିନାଶ କରନ୍ତି। ହାଲେଲୁୟା। ଅନେକ ଆଜି କହନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ବଳିଦାନ କରିଦେଲେ କିମ୍ବା କ୍ରୁଶରେ ମାରିଦେଲେ, କଣ୍ଟା ପିଟି ଦେଲେ। ନାଇଁ, ସେଇଟା ସତ କଥା, କିନ୍ତୁ ସେ ନିଜ ଇଚ୍ଛାରେ ସେପରି କରିଛନ୍ତି। ଯୀଶୁ ଖ୍ରୀଷ୍ଟ କୌଣସି ବାଧାବିଘ୍ନ ମତଲବ କ'ଣ କି ଜବରଦସ୍ତି ଯାଇ ନାହିଁ କି ଯୀଶୁଙ୍କୁ କେବେ ଟାଣି ଏପରି ତା'ର ଜବରଦସ୍ତି କୁଆଡ଼େ ନୁରି ଖୋଜିକି ଧରିଯିବ ମାନେ କ'ଣ କି ବଳ ପ୍ରଭାବ ତାହାକେ କିଛି କରିନାହିଁ। ସେ ନିଜ ସ୍ୱଇଚ୍ଛାରେ ସେ ଯାଇକରି କ'ଣ କଲେ, ମୃତ୍ୟୁବରଣ କଲେ ଆଉ ତାହାଙ୍କୁ ସେ ସମର୍ପଣ କରିଦିଆଗଲା। ସେଠି ସେ ସ୍ୱଇଚ୍ଛାରେ ନିଜେ ଯାଇକରି ସେ ଶତ୍ରୁମାନଙ୍କର ହସ୍ତରେ ସେ ସମର୍ପଣ କଲେ ଆଉ ସେ କ'ଣ କଲେ, ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୟତାନକୁ ସେ ବିନାଶ କଲେ। ସେଥି ନିମନ୍ତେ ସେ ଜଗତକୁ ଆସିଥିଲେ, ଯେପରି ଶୟତାନକୁ ସେ ବିନଷ୍ଟ କରିପାରୁଛି। ଆଉ ବାକ୍ୟରେ ମଧ୍ୟ ଲେଖାଯାଏ ଯେ ସେ କ୍ରୁଶରେ ସେ ଆମମାନଙ୍କୁ କ୍ଷମା କରିଦେଇଛନ୍ତି ଆଉ ସେ କ୍ଷମା ଦ୍ୱାରା ଶୟତାନ ମଧ୍ୟ ହାରିଯାଇଛି। ପ୍ରଭୁଙ୍କ ନାମର ଗୌରବ। ଆଶା କରେ ଏହି ଛୋଟ ବାକ୍ୟ ଉପରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।